उपस्थित विज्ञ ज्ञानी गुणी गुरुजन मंडली को मोर भूमिष्ठ प्रणाम। यही बरिया ग्राम ग्रामवासी वृंद उपस्थित समस्त मोर गोपाल भाई भौणी मान आंतरिक शुभेच्छा एवं ए सभा आज दिन में भाग लेथिबा आमर गोपाल जातिर मान मर्यादा को बजाय रखिथिबा आमर लौड़ी फलर आमर गोपाल फलर उज्जवल भविष्य समस्त लौड़ी खेलाड़ी भाई भाई एवं आज यही सभा उपस्थित आम उत्कल गोपाल संघर राज्य संयोजकिका श्रीमती सविता दास महोदय कुजंग ब्लॉक उत्कल गोपाल संघर सभापति निरंजन प्रधान महोदय उपसभापति लक्ष्मीनाथ दास महोदय आमर उपदेष्टा गजेन्द्र पैड़ा महोदय ए ग्राम गोपाल जाति तथा मान्यगण्य व्यक्ति गजेन्द्र पल्ली महोदय एवं यही सभा उपस्थित मोर जड़े बंधु आपण विद्यालय पूर्वतन शिक्षक नरेंद्र साह महोदय एवं समस्त सदस्य आज एक महान दिवस आमर गोपाल जातिर गोटे बड़ पर्व दिवस आमर ये लौड़ पिला बजाय उज्जीवित रखिए। ये गोपाल जाति आम भारत वर्षर श्रेष्ठ जाति आप जानते जुगे जुगे आमर सत्य जुग आरंभ कर किंतु किसी कारण जो पंकशखा अच्युत दास से गोपाल श्रेष्ठ गुरु स्वतंत्र गीता गोपाल गीता यही गीता भल भाव उन्मोचन करवा आमर गोपाल जातिर महानता विषय आम जापर ये गोपाल जाति जो मैंने भी गोमाता को पालन करती जो गोमाता ठार ये संसार समस्त जिन सृष्टि से गोपाल जातिर श्रेष्ठ माता गोमाता को पालन करता मनीषी आम गोपाल जाति आमर दबदबा कहीं बहुत दूर रही गोपाल जाति आमर दुई भाग गोटे मथुरा गोपाल गोटे गोपपुरिया गोपाल आम उत्कल गोपाल गोपपुरिया गोपाल आम जाति श्रेष्ठ आम जगत गुरु श्रीकृष्णकर दर्ब आमर इतिहास महान जहाँ सभा समय नहीं ये
ଆମର এই ଗୋପାଳ ସମାଜ ଗୋପାଳ ଜାତିକୁ ଉଜ୍ଜୀବିତ ରଖିବା ଆଗକୁ ଦେବା ଶୋଇପଡ଼ିଥିବା ବୀରମାନଙ୍କୁ ଉଜ୍ଜୀବିତ କରିବା ତାଙ୍କ ମନରେ ଉତ୍ସାହ ଭରିଦେବା ଏବଂ ଆମ ଜାତିକୁ ଆଗକୁ ଦେବା ଆମ ଏ ଗୋପାଳ ସଂଘର ଉଦ୍ଦେଶ୍ୟ। ଉତ୍କଳ ଗୋପାଳ ସମାଜ এই লক্ষ্য রাখিছি সুপ্ত প্রায় গোপাল জাতিକୁ সম্পূর্ণ জাগ্রত করিব এবং পুଣି ସେମାନଙ୍କ ପୂର୍ବ ଗୌରବ ଫେରାଇ ଆଣିବ। ଏଥିପାଇଁ ଆପଣମାନଙ୍କର ସହଯୋଗ ସଦିଚ୍ଛା ଏବଂ ଯୋଗଦାନ ଏକମାତ୍ର କାମ। ଆପଣମାନେ ଜାଣନ୍ତି এই ଗୋପାଳ ଜାତି ସମସ୍ତେ କହନ୍ତି ମୂର୍ଖ ଗୋପାଳ। ଜାଣିଛନ୍ତି এই মূর্খ গোপাল কেবে সে উপাধি পাইছে? এ আমার জাতিগত উপাধি নয়। যে জাতিরে গোমাতা যে জাতির শেষ জগৎগুরু শ্রীকৃষ্ণ জন্ম সে জাতিরে উন্নীত হইপারে। আমার এই যুগর কলিযুগর শেষ মন্ত্র সখা অচ্যুত দাস এମାନେ মূর্খ। তাহলে আমাকে মূর্খ কহନ୍ତି কাহিଁକି? ଆପଣମାନେ ଜାଣିଥିବେ এই ମୂର୍ଖ ଗୋପାଳ ଶବ୍ଦଟି ଆମର ପରମ୍ପରାଗତ ନୁହଁ। ମାତ୍ର 200-300 ବର୍ଷର ଇତିହାସ ଏ ମୂର୍ଖ ଗୋପାଳ। ଶାସ୍ତ୍ର କହିଛି ଘରେ ଘରନ୍ତି ଗୌର ବଡ଼ ଅଧମ ଜାତି। ଅଧମ କହିଲେ ଆମ ମୁଣ୍ଡରେ ଘର କରାଯାଇଛି ଏମାନଙ୍କ ଧର୍ମ ନାହିଁ ଧାମ ନାହିଁ। ଇଏ କିନ୍ତୁ ସମ୍ପୂର୍ଣ୍ଣ ଧାମ ହେଉଛି ଆମର ଉପରେ ଭଗବାନଙ୍କ ପାଦ ତଳେ। ଆମେ এই জাতির মনুষ্য জাতি ভিতরে শ্রেষ্ঠ। এপরিকি আমি ভাবি আসিবা ব্রাহ্মণ জাতি তাଙ୍କଠାରୁ ଶ୍ରେଷ୍ଠ ଆମର ଗୌର ଜାତି। କାହିଁକି? ଶାସ୍ତ୍ର କହିଛି ବ୍ରାହ୍ମଣ ଗାଧୁଆ ଗୌର ଅଗାଧୁଆ। ବ୍ରାହ୍ମଣ ଯେତେ ଠାକୁର ପୂଜା କଲେ ମନ୍ଦିର ପୂଜା କଲେ ସେମାନେ ନ ଗାଧେଇଲେ ମନ୍ଦିରକୁ ପ୍ରବେଶ କରିପାରନ୍ତି ନାହିଁ। ନ ଶୌଚ ହେଲେ ମନ୍ଦିରରେ ପ୍ରବେଶ କରିପାରନ୍ତି ନାହିଁ। ମନ୍ତ୍ରଟିଏ ବୋଲିପାରନ୍ତି ନାହିଁ। କିନ୍ତୁ ଆମର এই ଗୋପାଳ ଜାତି এই ଗୌର ପୁଅ ଅଗାଧୁଆ କ୍ଷୀର ଦହି ଦେଲେ ଆମର ଶ୍ରୀକୃଷ୍ଣ ଭାଇ ଆମର ବିଷ୍ଣୁ ବ୍ରହ୍ମା ମହେଶ୍ୱର ବା ଶିବଙ୍କର ପୂଜା ଲାଗେ। ଶିବଙ୍କର ପୂଜାରେ ଲାଗୁଥିବା କ୍ଷୀର କେତେବେଳେ କଣ ହୁଏ? କୋଉ ଗୌର ଗାଧେଇକିରି ଧୋଇକି ଆଣିକିରି ଦିଏ। ତେଣୁ ଗୌର ଜାତି ହେଉଛି ସବୁଠାରୁ ଶ୍ରେଷ୍ଠ ଜାତି। ଗୋ ସେବା କରେ। ଯେତେବେଳେ ଆମ ଦେଶ ପରାଧୀନ ହେଲା ଇଂରେଜମାନେ ଶାସନ କଲେ ସେମାନେ ଖ୍ରୀଷ୍ଟିଆନ ସେମାନେ ଗୋରୁମାନଙ୍କୁ ଆମେ ପୂଜା କରୁଥିଲେ। ସେମାନଙ୍କୁ କାଟିକିରି ଖାଉଥିଲେ। ଯାହାର ପ୍ରତିବାଦ କେହି କରିଲେ ନାହିଁ। ଏଇ ଗୋପାଳ ଜାତି ପ୍ରତିବାଦ କଲେ। ଏଇ ପ୍ରତିବାଦକୁ ବନ୍ଦ କରିବା ପାଇଁ ସେ ଗୋଟିଏ ଯୋଜନା କଲେ। କହିଲେ ଆରେ ଗାଈ କ'ଣ ମହାକାଶ ସୃଷ୍ଟି କରିଛି ସେଟା ଖାଇବା ଯୋଗ ଇଏ ଯେ ମୂର୍ଖ ଗୋପାଳ ମାନେ ପାଳନ କରୁଛନ୍ତି। କେବଳ এই ଧାନ୍ତ ଧାରା ସୃଷ୍ଟି କରି ଏମିତି ଆମର ଯେଉଁ ବିରୋଧକୁ ଅବରୋଧ କରିବା ପାଇଁ ବନ୍ଦ କରିବା ପାଇଁ ସେ ଗୋଟିଏ ଉପାଧି ଦେଲେ ମୂର୍ଖ ଗୋପାଳ। ପ୍ରକୃତିରେ ଗୋପାଳଙ୍କ ଜନ୍ମ ଗୋପାଳ ଜାତିରେ ଜନ୍ମ ହେଉଥିବା ଶ୍ରୀକୃଷ୍ଣ ଗୋପାଳ ମହାଜ୍ଞାନୀ ଅଚ୍ୟୁତ ଦାସ ଗୋପାଳ ଏ ମୂର୍ଖ ହେଲା। ତେଣୁ ଏଇ ଯେଉଁ ଜିନିଷଟା ଭିତରେ ଅଛି ଆମର ଯେଉଁ ମିଛ ଭ୍ରମ ଧାରଣା କରି ଆମ ଜାତିର ଛୋଟ କରି ଦିଆଯାଇଛି। ତେଣୁ ମୋର କହିବା କଥା ଏଇ ଜାତିକୁ ଆମେ ଉଜ୍ଜୀବିତ କରିବା ପ୍ରକୃତ ତଥ୍ୟ ଗ୍ରହଣ କରିବା ଏବଂ ଗୋପାଳ ଜାତିକୁ ଆଗକୁ ନେବା। ତେଣୁ ଏ ସମୟରେ ସମୟ ନାହିଁ କହିଲେ ବହୁତ ଦିକ। ତେଣୁ ଅଚ୍ୟୁତ ଦାସ ତାଙ୍କ ଗୋପାଳ ଗୀତାରେ କହିଛନ୍ତି ଶୁଣ ବାବୁ ବ୍ରଜ କୁମର ଗୋପାଳ ଜାତିର କୁମର। এই ବ୍ରଜ କୁମର କିଏ? ରାମଦାସ। ରାମଦାସ କିଏ? ଆପଣମାନେ ଜାଣିଲେ ଖୁସି ହେବେ। ଏ ରାମଦାସ କେହି ନୁହଁ ଆମ କୁଟୁମ୍ବ ରାଜାଙ୍କର ସନ୍ତାନ। କୁଟୁମ୍ବ ରାଜାଙ୍କର ଦୁଇ ପୁଅ ଥିଲେ ବୀରଭଦ୍ର ଦାସ ରାମଦାସ। ବୀରଭଦ୍ର ଦାସ କାଳକ୍ରମେ ଇଂରେଜ ଶାସନ ସମୟରେ ଗୋଟିଏ ଷଣ୍ଢ ସହିତ ଯୁଦ୍ଧ କରି ଜଣେ ଇଂରେଜ ସାହେବଙ୍କର ଜୀବନ ବଞ୍ଚାଇଥିବାରୁ ତାଙ୍କୁ ଉପାଧି ଦେଇଥିଲା ଷଣ୍ଢ। ସେଇଥିଠାରୁ ବୀରଭଦ୍ର ଷଣ୍ଢ ହେଲେ
ଏବଂ ତାଙ୍କଠାରୁ କ୍ରମଶଃ ହେଲେ ଜନ୍ମ ବୀରଭଦ୍ର ଦାସଙ୍କର ସନ୍ତାନ ହେଲେ ହେଇଗଲେ ତାଙ୍କ ପୁଅ ହେଲେ ଚନ୍ଦ୍ରଶେଖର ଷଣ୍ଢ ଏବଂ ବର୍ତ୍ତମାନ ତ୍ରିଜୋଟ ରାଜା ବୋଲି ଆମେ କହୁଛେ ଷଣ୍ଢ ରାଜା। ସେ ଷଣ୍ଢ ରାଜାର ପୂର୍ବପୁରୁଷ ବି ଏଇ ଗୋପାଳ। ତେଣୁ ମୋର କହିବା କଥା ଏଇ ଗୋପାଳ ଜାତିର ଉନ୍ନତି କରିବା, ମାନ ରଖିବା ଏବଂ କେମିତି ଆଗକୁ ନେବା ସେଥିପାଇଁ ସମସ୍ତେ ସହଯୋଗ କରିବା ମୋର କାମ। ତେଣୁ ଏହି ପରିପ୍ରେକ୍ଷୀରେ ଆମର ଇଏ ସମୟ କମ, ତେଣୁ ସଭା କାର୍ଯ୍ୟ ଉଦ୍ଦେଶ୍ୟ ନୁହଁ, ଆମ ଗୋପାଳ ସମାଜ ବା ସଂଘର ବଖାଣିବାର ବାହୁଲ୍ୟ ମାତ୍ର ସେ ସମୟ ଅଲଗା। ଲୋକମାନଙ୍କର ଉଦ୍ଦେଶ୍ୟ ଆଜିର ମୁଖ୍ୟ କାର୍ଯ୍ୟକ୍ରମ ଗ୍ରହଣ କରିବା। ତେଣୁ ସଭାକୁ କରିବା ପୂର୍ବରୁ ସମ୍ବନ୍ଧ ଆମ ଗଣନାଥୀ ଉପସ୍ଥିତ ଥିବା ଆମର ରାଜ୍ୟ ସଂଯୋଜିକା ଶ୍ରୀମତୀ ସମିତ ଦାସଙ୍କୁ ସଂକ୍ଷେପରେ ଭାଷଣ ଦେବାକୁ